ବିଶିଷ୍ଟ ଶିକ୍ଷାବିତ୍ ସନ୍ତୋଷ ସାରଙ୍କର ସ୍ମୃତି ସଭା। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଚିତ୍ରଡ଼ା ଜବାହାର ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଖେଳ ଶିକ୍ଷକ ସ୍ୱର୍ଗତ ସନ୍ତୋଷ କୁମାର ବେହେରା ସନ୍ତୋଷ ସାରଙ୍କ ଏକାଦଶ ଅବସରରେ ଆଜି ପ୍ରଣାମ ଚିତ୍ରଡ଼ା ଅନୁଷ୍ଠାନ ପକ୍ଷରୁ ଏକ ସ୍ମୃତି ସଭା ଆଜି ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ଜଗତଜ୍ୟୋତି ମାଝୀଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସ୍ମୃତି ସଭାରେ ସନ୍ତୋଷ ବିଶେଷ ନାମକ ଏକ ପୁସ୍ତକ ଉନ୍ମୋଚନ ହୋଇଯାଇଛି। ଅନୁଷ୍ଠାନର ସଭାପତି ହୃଷିକେଶ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଜଗତଜ୍ୟୋତି ମାଝୀ, ହୃଷିକେଶ ବେହେରା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୈଦ୍ୟନାଥ ମାହାନ୍ତ, ସାମ୍ବାଦିକ ରଣଜିତ କୁମାର ସାହୁ, ନାରୀ ନେତ୍ରୀ ବିଷ୍ଣୁପ୍ରିୟା ଦାସ, ତୁଳସୀ ରଞ୍ଜନ ଧର ମହାପାତ୍ର, ବ୍ଲକ ଉପାଧ୍ୟକ୍ଷ ଜେମାମଣି ମାହାନ୍ତ, ଅବସରପ୍ରାପ୍ତ ଅଧ୍ୟାପିକା ଉଷା ଶତପଥୀ, ଶିରିଷ ଚନ୍ଦ୍ର ମାହାନ୍ତ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ସମାଜସେବୀ, ଶିକ୍ଷାବିତ୍, ରାଜନେତା ଉପସ୍ଥିତ ରହି ସ୍ୱର୍ଗତ ସନ୍ତୋଷ ସାରଙ୍କ ସ୍ମୃତିଚାରଣ କରିଥିଲେ। ଚିତ୍ରଡ଼ା ଏବେ ମୁରବୀ ଶୂନ୍ୟ ହୋଇପଡ଼ିଥିବାର ବକ୍ତାମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ସ୍ୱର୍ଗତ ଶ୍ରୀ ବେହେରାଙ୍କ ସାନ ଭାଇ ସୁକୁମାର ବେହେରା, ସୁଶାନ୍ତ ବେହେରା, ମଞ୍ଜୁଶ୍ରୀ ରାୟ, ରମଣୀ ରଞ୍ଜନ ଧର ମହାପାତ୍ରଙ୍କ ପ୍ରମୁଖଙ୍କ ସମେତ ଶତାଧିକ ସନ୍ତୋଷ ପ୍ରେମୀ ଉପସ୍ଥିତ ରହି ସ୍ୱର୍ଗତ ଶ୍ରୀ ବେହେରାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ କରି ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।